ତୀର୍ଥକୁ ଆମେ ସ୍ନାନ କରିବା ବା ସ୍ମରଣ କରିବା। ଆମେ ତୀର୍ଥକୁ ଯାଉଛେ, ପଇସା ଖର୍ଚ୍ଚ କରୁଛେ, କେବଳ ପଇସା ଖର୍ଚ୍ଚ କରି ତୀର୍ଥ ସ୍ନାନ କରି ଆମେ ଫେରୁଛେ, କିନ୍ତୁ ଫେରିଲା ପରେ ଆମ ଭିତରେ ସେଇ ଯେଉଁ ସ୍ପର୍ଶ ତୀର୍ଥରେ ଆମେ ପାଇଥିଲେ ସେ ସ୍ପର୍ଶ ଆଉ ଆମ ପାଖରେ ନଥାଏ, ସିଏ ତା ବାଟ ଧରି ଅଲଗା ପଳାଏ। ଆଉ ଯେଉଁ ତୀର୍ଥରେ ଆମେ ସ୍ନାନ କରୁ ସେ ତୀର୍ଥମାନେ ମଧ୍ୟ ଆମକୁ ଅପେକ୍ଷା କରିଛନ୍ତି ଯେ ଗଙ୍ଗା ବିଚାରୁ ଥାଇ ମନେ ବାରୁଣୀ ପଡ଼ିବ କେଶନେ, ଆସିବେ ମୋର ଭକ୍ତଗଣ ମୋ ପାପ କରିବେ ମୋଚନ। ତୀର୍ଥ ମଧ୍ୟ ଅପେକ୍ଷା କରିଛନ୍ତି ଆମେମାନେ ପବିତ୍ର ମନରେ, ବା ପବିତ୍ର ଚିନ୍ତାରେ ଯଦି ଆମେ ତୀର୍ଥ ସ୍ନାନ କରୁ ସେ ଆମ ଭିତରେ ଥିବା ଯେଉଁ କର୍ମଶ ବା ପାପ ବା ଯାହା ଅଛି ସେ ସବୁ ସେଇଠି ଚାଲିଯାଏ। ଗଙ୍ଗା କହୁଛନ୍ତି ସେ ପାପକୁ ମୁଁ ନେଇଯାଏ। ତେଣୁ ଗଙ୍ଗା ଯଦି ଆମ ପାପକୁ ନେଇଯାଉଛନ୍ତି ତାହେଲେ ଆମେ ପାପ ଛଡ଼େଇବା ପାଇଁ ଗଙ୍ଗାକୁ ବାରମ୍ବାର ଯିବା କ'ଣ ଦରକାର? ଆମେ ସକାଳୁ ଉଠିକିରି ଆମେ ଟିକେ ଗୁରୁଙ୍କୁ ସ୍ମରଣ କରିବା, ଏହା ପ୍ରଥମ କଥା। ଗୁରୁଙ୍କୁ ସ୍ମରଣ କରି ସାରିଲା ପରେ ଗୁରୁଙ୍କୁ କୁହାଯାଉଛି ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଆର ମାନେଟି କ'ଣ? ବ୍ରହ୍ମା ଯୋଗ ଧ୍ୟାନରେ ବସିଛନ୍ତି। ଯିଏ ଯୋଗ ଧ୍ୟାନରେ ବସନ୍ତି ସେଇ ସମୟରେ ତାଙ୍କୁ ଯଦି ଆମେ ଦର୍ଶନ କରୁ ହେଲେ ଗୋଟିଏ ପାପ କି ଦୁଇଟି ପାପ ଖଣ୍ଡନ ହେବ। ଯେତେବେଳେ ଆମେ କହୁ ଗୁରୁ ବିଷ୍ଣୁ, ବିଷ୍ଣୁଙ୍କର ନଖ କୋଣରେ ଗଙ୍ଗାଙ୍କର ଅବସ୍ଥିତି ରହିଛି। ଯଦି ଗୁରୁଙ୍କ ପାଦପଦ୍ମରେ ବା ନଖ କୋଣରେ ଯଦି ଗଙ୍ଗାଙ୍କର ପ୍ରଭାବ ରହିଛି ତାହେଲେ ସେଇ ପାଦକୁ ଧ୍ୟାନ କଲେ ଆମର ଅନେକ କର୍ମଶ ଦୂରୀଭୂତ ହେବ। ତାପରେ କହିଲେ ଗୁରୁଦେବ ମହେଶ୍ୱର, ଶିବଙ୍କର ଜଟା ଦେଇ ବା ତାଙ୍କର ଯେଉଁ ଜଟା ସେ ପିନ୍ଧିଛନ୍ତି ସେ ଜଟା ଦେଇ ପବିତ୍ର ଗଙ୍ଗା ପ୍ରବାହିତ ହେଉଛନ୍ତି। ତେଣୁ ଶିବଙ୍କୁ ଯଦି ଆମେ ମନ ଭିତରେ ସ୍ମରଣ କରିବା ତାହେଲେ ଆମେ ଗଙ୍ଗାରେ ସ୍ନାନ କଲା ଭଳି ବୋଧ କରିବା। ତାପରେ କହୁଛନ୍ତି ଗୁରୁ ସାକ୍ଷାତ ପରଂ ବ୍ରହ୍ମ, ସବୁ ଯାହାଙ୍କ ଠାରୁ ସୃଷ୍ଟି ହେଇଛି
ସେଇ ହେଉଛନ୍ତି ପ୍ରକୃତରେ ଗୁରୁ। ସୂର୍ଯ୍ୟ ଚନ୍ଦ୍ର ତାରା ଗ୍ରହ ନକ୍ଷତ୍ର ଯୋଉଠୁ ସୃଷ୍ଟି ହେଇଛନ୍ତି ସେଇ ହେଉଛନ୍ତି ପରଂ ବ୍ରହ୍ମଙ୍କର ସ୍ଥାନ। ଆମେ ଯେତେବେଳେ ଜଗନ୍ନାଥଙ୍କୁ ଦର୍ଶନ କରୁ ସେତେବେଳେ ଆମେ ପଢ଼ୁ ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ମାଧି ଭଜନ୍ତି। ତୁମେ ହେଉଛ ପରଂ ବ୍ରହ୍ମ ପରଂ ଧାମ, ତୁମେ ହିଁ ଏକମାତ୍ର ପବିତ୍ର। ଏଇଭଳି ଭାବରେ ଆମେ ଗୁରୁଙ୍କୁ ବନ୍ଦନା କଲେ। ଯଦି ମୁହଁରେ ବନ୍ଦନା କଲେ ଶ୍ଳୋକଟାକୁ ଆମେ ଶିଖିଛୁ, ତାକୁ ଗୋଟାଏ ବନ୍ଦନା କଲୁ, ସିଏ ବନ୍ଦନାର ମୂଲ୍ୟ କିଛି ନାହିଁ। କିନ୍ତୁ ଯଦି ପ୍ରକୃତରେ କାୟ ବାକ୍ୟ ମନରେ ଆମେ ଯଦି ସମର୍ପିତ ଭାବନାରେ ସେଇ ଗୋଟିଏ ମୁହୂର୍ତ୍ତ ଯଦି ଗୁରୁଙ୍କୁ ପରଂ ବ୍ରହ୍ମଙ୍କ ସହିତ ମିଶେଇ ଆମେ ପ୍ରାର୍ଥନା କରୁ, ସେତେବେଳେ ଗୁରୁ ସ୍ୱୟଂ ପରଂ ବ୍ରହ୍ମଙ୍କ ରୂପରେ ଆମକୁ ଦେଖାଦେବେ। ଆପଣମାନେ ଜାଣିଛନ୍ତି ଦ୍ରୌପଦୀଙ୍କୁ ଦୁର୍ଯ୍ୟୋଧନ ଆଦେଶ କଲା ଯେ ଦ୍ରୌପଦୀଙ୍କୁ ବିବର୍ଷଣ କରିବା ପାଇଁ ତାର ବସ୍ତ୍ରକୁ ମାନେ ଉଲଗ୍ନ କରିବା ପାଇଁ। କିନ୍ତୁ ଦ୍ରୌପଦୀ ଯେତେବେଳେ ଗୋଟିଏ ମୁହୂର୍ତ୍ତ ଦଣ୍ଡେ ନିମିଷେ କ୍ଷଣେ ଲେଶେ, ଯଦି ଗୋଟିଏ ମୁହୂର୍ତ୍ତରେ ସେ ଦ୍ୱାରିକାଧିପତି ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କଲେ ଯେ ମୁଁ ଏଇ କୁରୁ ସଭା ତଳେ ମୁଁ ବର୍ତ୍ତମାନ ଲଜ୍ଜିତ ହେବାକୁ ଯାଉଛି, ଆପଣ ଆସନ୍ତା କାଲି ଶୁଣିବେ ଯେ ଦ୍ରୌପଦୀଙ୍କର ସମ୍ମାନ ଆମେ ରଖିପାରିଲୁ ନାହିଁ। ଆପଣ ଯଦି ସେଇ ସମୟରେ ନିଜକୁ ମାନେ ଦୁଃଖ କରିବେନି, ଦ୍ରୌପଦୀର ବିବାସନ ହେଲା ମୋର କ'ଣ ଯାଉଛି, ତାହେଲେ ମୋର ସେଥିରେ କିଛି ଦୁଃଖ ନାହିଁ। ଯଦି ଆପଣଙ୍କ ମନରେ ଦୁଃଖ ସୃଷ୍ଟି ହେବ ତାହେଲେ ସେ ଦୁଃଖଟାକୁ ମୁଁ ଭୋଗ କରିବି। ଏଇ କଥା ପଦକ ଗୋଟେ ମିନିଟ ବି ହବନି। ଏଇ କଥା ପଦକ ପାଇଁ ଭଗବାନ କୃଷ୍ଣ ସେ କୋଟି ବସ୍ତ୍ର ପ୍ରଦାନ କଲେ। ଅର୍ଥାତ ଗୋଟିଏ ବସ୍ତ୍ର, ଯେଉଁ ବସ୍ତ୍ରକୁ ଦୁଃଶାସନ ଟାଣୁଥିଲା ତାକୁ ଲାଗିଲା ଏଇ ବସ୍ତ୍ରଟା ହେଉଛି କୋଟିଏ ବସ୍ତ୍ର। ସିଏ ବସ୍ତ୍ରକୁ ଟାଣି ଟାଣିକିରି ସେ ମୂର୍ଚ୍ଛା ଯାଇ ପଡ଼ିଗଲା। ଏହା ଯଦି ସତ୍ୟ, ଯେତେବେଳେ ଗୁରୁଙ୍କୁ ଆମେ ସେଇ ଆସନରେ ବସେଇବୁ, ଗୁରୁ ସାକ୍ଷାତ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ, ତାହେଲେ ଆମେ ଯଦି ପ୍ରକୃତରେ ତାଙ୍କୁ ସେଇ ଆସନରେ ବସେଇ ପୂଜା କଲୁ, ତାହେଲେ ଗୁରୁ ନିଶ୍ଚିତ ଭାବରେ ସେଇ ସ୍ୱରୂପରେ ଆମ ପାଖକୁ ଆସିବେ। ଆମର ଯଦି ସେ ବିଶ୍ୱାସ ନାହିଁ, ଏଇ ଯେଉଁ ଆପଣମାନେ କୀର୍ତ୍ତନ ବର୍ତ୍ତମାନ ପଢ଼ୁଥିଲେ, गुरु के मानुष ज्ञान नामण कखन गुरु निंदा कबू करने ना कर सब।
गुरु के मानुष ज्ञान नमन बाबा बाया कहले गोटे पद तुमे जदि कौनसी कारणरू गुरु को भाविदेल ये जने मनीष मु तो खाऊची गुरु तो खाऊचनी मु तो शोची गुरु तो शोचनी आ गुरु केमिति परम ब्रह्म हेले यही जो कथा पदक तुम भाविदेल से भावना रे तमे जो पुण्य अर्जन कर गुरु को पूजा करी जो पुण्य अर्जन कर सी पुण्य जाक सब चलीगला एमिति कि से कहले यही वंदना रे गुरु के मानुष ज्ञान पढ़ो गुरु के मानुष ज्ञान तुम्हें जदि गुरु को मनुष्य बोली भाविब ताले से मनुष्य ही जीवे जदि गुरु को ब्रह्मा विष्णु शिव रूप में पूजा करिवो ताले गुरु साक्षात परम ब्रह्म रूप में तुमको मध्य कृपा कृपा माने देवे एमती नहीं सब प्रकृत ही ये देवे एटी आलंकरिक कथा किछि नहीं एक बार परिष्कार कथा तेबे माँ हूची जीवनर प्रथम गुरु बापा होउचंती जीवनर सेई प्रथम गुरु जो पुरोहित ब्राह्मण आमको संस्कार कले सी होउचंती आउ जणे गुरु जी आमको पाठ पढ़ाई भल मनीष कले सी होउचंती सी मध्य सेई माने शेष गुरु केते गुरुंकर संधान पाई साइला परे आमे एते इतस्तत कहीं होचे आमे गुरु तो एते रूप में पाइलु तेरे एते रूप में पाइबा परे भी आमे कहीं पुणी इतस्तत होचु जड़े गीता सबुदिन पढ़ती गोटे सत कथा मु कहूँ तांकर पुओ बहु नाती नाती बसी शुणती तांको पेटेरे गोटे अल्सर गोटे घाला पेटटी कामुड़िला ताकू नहीं डाक्तरखाना रे माने टेस्ट कले कहले आपण पेटेरे गोटे घा से भाविले से मोर तो पेटरे घा मरी आउ कौन औषध कौन दरकार डाक्तर माने कहले ना ना औषध खाया पड़े पुओ मानक डर रे से भद्र लोकटी ब्राह्मण परिवार
ସେ ଔଷଧଟି ଖାଏ କିନ୍ତୁ ତାର ଔଷଧ ପ୍ରତି ବିଶ୍ୱାସ କିଛି ଦିନ ଗଡ଼ିଗଲା ପେଟ ଆଉ ବିନ୍ଧୁନେଇ ଯନ୍ତ୍ରଣା କରୁନେଇ ଖାଇବାକୁ ମଧ୍ୟ ଯେମିତି ଇଚ୍ଛା ହେଉନଥିଲା ସେମିତି ବି ଇଚ୍ଛା ହେଉଛି ଦିନେ ବସି ଭାବିଲା ଯେ ମୁଁ ତ ଗୁରୁଙ୍କ ଉଦ୍ଦେଶ୍ୟରେ ସବୁଦିନ ଏଇଆ କରୁଛି ତାହେଲେ ସେ ରୋଗଟା ବର୍ତ୍ତମାନ କେଉଁ ପର୍ଯ୍ୟନ୍ତ ଅଛି ତାକୁ ଟିକେ ଆଉ ଟିକେ ପରୀକ୍ଷା କରି ଦେଖିଲା ପୁଅମାନଙ୍କୁ କହିଲା ପୁଅମାନେ କାହିଁ ନାହିଁ କରିବେ ଏ ଦୁନିଆରେ ସବୁ ପୁଅ ଖରାପ ନୁହନ୍ତି କି ସବୁ ବାପା ଖରାପ ନୁହନ୍ତି ଆଜି ବି ଏଇ ଦୁନିଆରେ ଭଲ ମଣିଷ ଅଛନ୍ତି ଭଲ ବାପା ଅଛନ୍ତି ଭଲ ମା ଅଛନ୍ତି ଭଲ ଭାଇ ଭଲ ଭଉଣୀ ଭଲ ମାମୁଁ ଇଏ ସମସ୍ତେ ଅଛନ୍ତି କିନ୍ତୁ କିଛି ଜାଗାରେ ଏହାର ବ୍ୟତିକ୍ରମ ଏଭଳି ଭାବରେ ହେଉଛି ଯେମିତି ଆମେ ଭାବୁଛୁ ଯେ ଆଉ ଏ ଦୁନିଆରେ କେହି ଭଲ ମଣିଷ ନାହାନ୍ତି କିନ୍ତୁ ଭଲ ମଣିଷ ପ୍ରକୃତରେ ଅଛନ୍ତି ଭଗବାନ ରାମ ବା ଶ୍ରବଣ କୁମାର ପ୍ରହ୍ଲାଦ ଧ୍ରୁବ ଯେଉଁମାନଙ୍କ କଥା ସବୁ ଉଦାହରଣ ଦିଆହେଇଛି ସେମାନେ ସବୁ ଭଲ ପୁଅ ନା ଆଉ ତେଣୁ ଇଏ ଯେତେବେଳେ ପିଲା ବାପା ଯଦି ଆପଣ ଚାହୁଁଛନ୍ତି ଆମେ ଟିକେ ଆଉ ଟିକେ ପରୀକ୍ଷା କରିଦେବା ତାହେଲେ କରିଦେବା ଆଉ ଚାଲନ୍ତୁ ଆଜି ଯିବା ଆଜି ପରୀକ୍ଷା କରିଦେବା ବାପ ପୁଅ 3 ଜଣ ମିଶିକିରି ମେଡିକାଲକୁ ଆସିଲେ ସେଇ ରୋଗଟା ଆଉ ମାନେ କେତେ ଦୂର ପର୍ଯ୍ୟନ୍ତ ସେ ଗଲାଣି ଆଉ କେତେ ଅଛି ଏଇ କଥା ଜାଣିବା ପାଇଁ ସେ ଇଣ୍ଟରଭ୍ୟୁ କଲେ ସିଏ ଦେଖିଲେ ରୋଗଟି 2-3 ବର୍ଷ ତଳେ ଯୋଉ ପରିମାଣରେ ଥିଲା ବର୍ତ୍ତମାନ ବି ରୋଗଟା ସେଇ ପରିମାଣରେ ଅଛି ତାର କିଛି ପରିବର୍ତ୍ତନ ହେଇନି ପଚାରିଲେ କ'ଣ ପେଟ ବିନ୍ଧୁଛି ନା ନା ଭୋକ କରୁଛି ନା ଖାଇବାକୁ ଇଚ୍ଛା ହେଉଛି ଡାକ୍ତର ଆଶ୍ଚର୍ଯ୍ୟ ହେଲେ ଯେ ଆପଣଙ୍କର ସେ ରୋଗଟା ଏଡ଼ିକି ଗୋଟେ ଖଣ୍ଡିଆଟା ସେ ଆହୁରି ଏଡ଼େଟା ହେବା କଥା ସିଏ କ'ଣ ଆଉ ଯେଡ଼ିକିଟିଏ ସେଡ଼ିକି ଅଛି ଆଉ ଆପଣଙ୍କର ବିନ୍ଧୁନି ଇଏ ହେଉନି ସେ ଗୋଟେ ସତ କଥା ତାକୁ କହିଲେ ଶ୍ରୀମଦ ଭଗବତ ଗୀତାର ମୁଁ ଜଣେ ନିତ୍ୟ ନୈମିତ୍ୟ ପାଠକ ମୁଁ ଯେତେବେଳେ ଗୀତା ପଢ଼େ ଗୀତାର 9ମ ଅଧ୍ୟାୟଟିକୁ ମୁଁ ନିଶ୍ଚୟ ପଢ଼େ ତାପରେ ଅନ୍ୟାନ୍ୟ ଅଧ୍ୟାୟ ପଢ଼ିବି ସେଇ 9ମ ଅଧ୍ୟାୟରେ ଗୋଟିଏ ଶ୍ଲୋକରେ ଲେଖା ହେଇଛି ଅହଂ କ୍ରତୁରହଂ ଯଜ୍ଞ ସ୍ୱାଦାହ ମହମ ଔଷଧ ମୁଁ ହେଉଛି ଔଷଧ ମୁଁ ହେଉଛି ଯଜ୍ଞ ମୁଁ ସେଇ ଶ୍ଲୋକଟିକି ସବୁଦିନ ପଢ଼େ ଆଉ ମୁଁ କିଛି ଔଷଧ ପତ୍ର କିଛି ଖାଏନି ତାପରେ ସେମାନେ ଘରକୁ ଫେରି ଆସିଲେ ଫେରି ଆସି ସେଇ କଥାଟାକୁ ସେମାନେ ସ୍ମରଣ କଲେ ବା ପରସ୍ପର ଭିତରେ ଆଲୋଚନା କଲେ ଯେ ବାପାଙ୍କର ଇଏ ରୋଗଟା କେମିତି ଭଲ ହେଲା ଘାଟା ତ ଯେତିକି ଥିଲା ସେତିକି ସିଏ ବିନ୍ଧୁନେଇ କି ଯନ୍ତ୍ରଣା ଦେଉନି କି ବଢ଼ୁନି ଆଉ ବାପା ତ ବହୁତ ଖୁସିରେ ଅଛନ୍ତି ତାହେଲେ
ଏ ରୋଗକୁ କିଏ ଭଲ କଲା, କେମିତି ଭଲ ହେଲା, ଏଇ କଥା ସେ ଭାବୁଛନ୍ତି। ତାଙ୍କର ଯିଏ ପ୍ରକୃତରେ ଗୁରୁ, ଯିଏ ତାଙ୍କୁ ଦୀକ୍ଷା ଦେଇଛନ୍ତି ବା ଗୁରୁ ଗ୍ରହଣ କରିଛନ୍ତି, ସେ ଆସି ହଠାତ୍ ପହଞ୍ଚିଲେ। ସେ ପହଞ୍ଚିକିରି ଆଗେ ପ୍ରଥମ ଗୋଟିଏ ଶ୍ଲୋକ ଉଚ୍ଚାରଣ କଲେ। ଶିଷ୍ୟକୁ ଟିକେ ଆଶୀର୍ବାଦ ଉଦ୍ଦେଶ୍ୟରେ ସେ ଶ୍ଲୋକଟି ପଢ଼ିଲେ। ଅନନ୍ୟ ଚିନ୍ତୟନ୍ତୋ ମାଂ ଯେ ଜନା ପର୍ଯ୍ୟୁପାସତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହା। ମୋ ନିକଟରେ ଅନନ୍ୟ ଭାବରେ ଆଡ଼େ ସାଡ଼େ ମନ ନ ଦେଇ ଯୋଉ 5 ମିନିଟ୍ ଡାକ କି 3 ମିନିଟ୍ ଡାକ କରି ପ୍ରକୃତ ଶ୍ରଦ୍ଧା ଆଉ ଏକାଗ୍ରତାରେ ଯଦି ପ୍ରକୃତରେ ସେଇ ଶ୍ରଦ୍ଧାକୁ ନେଇ ତାକୁ ପାଠ କରିବ, ତାହେଲେ ସିଏ ନିଜେ ଆବିର୍ଭାବ ହେଇ ତମର କଷ୍ଟକୁ ଲାଘବ କରିବେ। ଗୁରୁଙ୍କ ମୁହଁରୁ ଯେତେବେଳେ ଏ କଥା ସେ ଶୁଣିଲେ, ସେ ସବୁ ଗୁରୁଙ୍କୁ ତ ପ୍ରଣାମ ଜଣେଇଲେ। ସେ ପଚାରିଲେ, ପ୍ରଭୁ ଆପଣ କେମିତି, ମୁଁ ଏଇଟା ପଢ଼େ ବୋଲି ଆପଣ କେମିତି ଜାଣିଲେ? ଗୁରୁ ଉତ୍ତର ଦେଲେ, ତମେ ଏଇ ଶ୍ଲୋକକୁ ପଢ଼ିଲେ ରୋଗରୁ ସୁସ୍ଥ ହବ, ତମେ କେମିତି ଜାଣିଲ? ନା, ମୁଁ ଆପଣଙ୍କ କୃପାରୁ ଜାଣିଲି। ଆପଣଙ୍କୁ ତ ମୁଁ ପ୍ରତ୍ୟେକ ଦିନ ଡାକୁଛି, ଆଉ ମୁଁ ସେମିତି ଡାକୁ ଡାକୁ ମୋର ମନେ ପଡ଼ିଲା ଗୀତାର କେଉଁ ଶ୍ଲୋକଟା ପଢ଼ିବି। ତେଣୁ ଯେଉଁ ଶ୍ଲୋକଟା ବାହାରିଲା ସେଇଟା ମୋ ଗୁରୁ ପ୍ରଦତ୍ତ ମନ୍ତ୍ର ବୋଲି ମୁଁ କାହିଁକି ନ ଭାବିବି। ତେଣୁ ଗୁରୁ ତାକୁ ଆଶୀର୍ବାଦ କଲେ, ଜୀବନ ତମାମ ଏଇ ଶ୍ଲୋକଟି, ଏଇ ମନ୍ତ୍ରଟିକୁ ସ୍ମରଣ କର, ଆଡ଼େ ସାଡ଼େ କିଛି ମନ ରଖନା। ଗୋଟେ ଗୋଟେ ଲୋକ ମନ୍ତ୍ର ମାନେ ଗୁରୁ ମନ୍ତ୍ରଟାକୁ ଜପ କରୁଛନ୍ତି, କିନ୍ତୁ ଜପ କରୁଛନ୍ତି କି ନାହିଁ ସେ ଜାଣନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ସେ ତାର ଗୁରୁଙ୍କର ପୂଜା ବାକ୍ୟ ଇଏ ସବୁକୁ ଠିକ୍ ଭାବରେ ସ୍ମରଣ କରେ, ସେଠି ଭଗବାନ ନିଜେ ଗୁରୁଙ୍କ ରୂପରେ ଆବିର୍ଭାବ ହେଇ ଶିଷ୍ୟକୁ ଆଶୀର୍ବାଦ କରନ୍ତି। ସେଇଥିପାଇଁ ଗୀତାରେ ସେ କହିଲେ, ଅହଂ କ୍ରତୁରହଂ ଯଜ୍ଞ ସ୍ୱାଦାହ ମହମୌଷ। ଆମେ ବର୍ତ୍ତମାନ ଭାତ ଖାଇବା କିମ୍ବା ରୁଟି ଖାଇବା, ଏଇ ଯେଉଁ ଖାଇବା ଏଇଟାକୁ ଭାବନା ଯେ ଆମେ ଅମୁକ ଲୋକ ରୋଷେଇ କରିଦେଲା, ଅମୁକ ଲୋକ ଆମକୁ ବାଢ଼ି ଦେଲା, ଅମୁକ ଲୋକ ଆମେ ସବୁ ଏକାଠି ବସିକିରି ଖାଇଲୁ। ଏଇଟା ହେଲା ଗୋଟେ ବାହ୍ୟ କଥା। ଆଜି ତମର ପ୍ରସାଦ ପାଇବା ପାଇଁ ଅଛି, ତମେ ପ୍ରସାଦ ହିଁ ପାଇବ। ଆଉ ପ୍ରସାଦ ସବୁବେଳେ ମିଳିବନି। ଯେଉଁଦିନ ମିଳିବ ସେଦିନ ତମେ ତାକୁ ହାତ ଛଡ଼ା କରିବ ନାହିଁ। ମୋର ଜଣେ ପିଇସି ଗୀତାଞ୍ଜଳି ମହାନ୍ତି, ତାଙ୍କର ସ୍ୱାମୀ ରେଳବାଇରେ ଚାକିରି କରିଥିଲେ, ରିଟାୟାର୍ଡ ହେଲେ। ତାଙ୍କ ନାଁ ପଦ୍ମଚରଣ। ସିଏ ସବୁ ରିଟାୟାର୍ଡ ହେବା ପରେ ତାଙ୍କ ସ୍ତ୍ରୀ କହିଲେ, ରିଟାୟାର୍ଡ ତ କଲ, ସବୁ ତ କଥା ସଇଲା, ଚାଲ ଟିକେ ଆମେ ଟିକେ କାଳିଆକୁ ଦେଖି ଆସିବା। କାଳିଆ କହିଲେ ଆମ ଜଗନ୍ନାଥ। ସିଏ ଅତି ସରଳ ଲୋକ, କହିଲେ ହଉ ଚାଲ।
ସେ ଗଲେ 22 ପାହାଚ ଧରି ଜଗନ୍ନାଥଙ୍କୁ ଦର୍ଶନ କଲେ। ତାପରେ ମହାପ୍ରସାଦ ଆନନ୍ଦ ବଜାରକୁ ଆଇଲେ। ମହାପ୍ରସାଦକୁ ଆସିକିରି ଖୋଜୁଛନ୍ତି। ଆଉ ସେତେବେଳକୁ ମହାପ୍ରସାଦ ସବୁ ବନ୍ଦ ହେଲାଣି। ସବୁ ପ୍ରସାଦ ବନ୍ଦ ହେଇଗଲା, ଆମେ ଖାଇବା କ'ଣ? ଆଉ ନହେଲେ ବାଟରେ ଜଳଖିଆ ଖାଇଦେବା। ଆଉ ଇଏ ଗୋଟିଏ କି ଦୁଇଟି ପାହାଚ ମାନେ ଓହ୍ଲେଇଛନ୍ତି। ଜଣେ କେହି ଡାକୁଛି, ତା ନାଁ ଧରିକି ଡାକୁଛି ଯେ ତମେ ଫେରି ଆସ, କୁଆଡ଼େ ଆଇଥିଲ, କୁଆଡ଼େ ଯାଉଛ, ପଳେଇ ଆସ, ଶୁଣ ଭାଇରେ କୁଆଡ଼େ ଆଇଥିଲ? ପୁରୀ। ପ୍ରସାଦ ପାଇଛ? ନା ପ୍ରସାଦ, ଆମେ ତ ଆଇଲାକୁ ପ୍ରସାଦ ବନ୍ଦ ହେଇଗଲା। ଆଉ ନା ପ୍ରସାଦ ଯଦି ବନ୍ଦ ହେଲା, ଆଉ ଠାକୁରଙ୍କ ପାଖରେ ତୁମେ ରହିଲ କେମିତି? ନା ଆମେ ସେଠି ବୁଲୁଥିଲୁ, ଆମକୁ କେହି କିଛି କହିନାହାନ୍ତି, ଆମେ ତ ବୁଲୁଛୁ। ଆଉ ହଉ, ମୁଁ ଗୋଟିଏ ପ୍ରସାଦ ରଖିଛି, ମୋ ଘରକୁ ନେବା ପାଇଁ ରଖିଛି। ତୁମେ ଇଏ ପ୍ରସାଦଟା ନେଇକିରି ତମେ ସ୍ୱାମୀ ସ୍ତ୍ରୀ ଖାଇବ, ଘରକୁ ନେଇଯିବ। ସିଏ ଗୋଟେ ଏଡ଼େ ବଡ଼ ଟୋକେଇଟା। ସିଏ ପ୍ରସାଦଟିକୁ ମାନେ କିଏ ଦେଲା, କାହିଁକି ଦେଲା, କିପରି ଦେଲା, ଏମିତି ରିସର୍ଚ୍ଚ କରିକିରି ତାକୁ 2 ଜଣ ତାକୁ ଉଠଉଛନ୍ତି। ତାପରେ ସେ ଲୋକକୁ ଖୋଜିଲେ କେତେ ପଇସା ସେ ନେବ। ଏଡ଼େ ବଡ଼ ପ୍ରସାଦଟା ସିଏ ହୁଏତ 500 କି 1000 କି କ'ଣ ନେବ। କିନ୍ତୁ ସେ ଦେଖିଲେ ସେ ଲୋକ ଆଉ କେହି ନାହାନ୍ତି। ସିଏ ଆନନ୍ଦ ବଜାର ଠାରୁ କଳ୍ପବଟ ପର୍ଯ୍ୟନ୍ତ ବୁଲିକି ଦେଖିଲେ ସିଏ ଲୋକଟି କୁଆଡ଼େ ଗଲା। ଏଇ ଯେଉଁ କଥାଟାକୁ ସେ ଦେଖିଲେ, ଲୋକ ନାହାନ୍ତି, ମହାପ୍ରସାଦ ସେ ଧରିଛନ୍ତି, ପଇସା ନେଇନାହାନ୍ତି, ଆମେ ଇଏ ମହାପ୍ରସାଦ ପାଇବୁ, ଆକୁ ସେଇ କାଳିଆ ପଠେଇଛି। ତେଣୁ ଏଥିରୁ କ'ଣ ଆମେ ବୁଝିଲେ? ଆମେ କ'ଣ ବୁଝିଲେ ଜଗନ୍ନାଥ ଗୋଟେ ଦାରୁ ବ୍ରହ୍ମ, ନିମ୍ବ କାଠରେ ତିଆରି। ଏଇଟା କୁଆଡ଼େ ଗୋଟେ ଗଲା, କୁଆଡ଼େ ଏଇଠି ଗୋଟିଏ ଅଛି ରାମଙ୍କର ମୂର୍ତ୍ତି। ଇଏ ହେଉଛନ୍ତି ରାମ। ଆକୁ କୋଉ ବଣିଆ କିଏ ତୈରି କରିଛି? ସେଇ ପିଇସି ମା ସିଏ ଯେତେବେଳେ ବେଢ଼ା ମହାପ୍ରସାଦ ପାଇ ଖୁସି ହେଇଗଲା, ଯେ ବେଢ଼ା ବୁଲି ହେଲା। ବେଢ଼ା ଭିତରେ କୋଉଠି ଶିବ କାଳେ ଅଛନ୍ତି, ମୁଁ ବି ଆଜି ପର୍ଯ୍ୟନ୍ତ ଦେଖିନି। ସେଇ ଶିବ ତା ନା ଅଗ୍ନେଶ୍ୱର ନା କ'ଣ, ସେ ଶିବ ଡାକୁଛନ୍ତି ଗୋଟେ ମଣିଷ ରୂପରେ, ଏ ମା କୁଆଡ଼େ ଆଇଥିଲୁ? ନା ଦର୍ଶନ। ନା ଆସୁରୁ, ଏଠି ବା ଶିବ ଅଛନ୍ତି। ସେ ଯୋଉଠୁ ଗଲା, ମୁଣ୍ଡିଆଟିଏ ମାରିଲା। ମୁଣ୍ଡିଆ ମାରି ସାରିଲା ପରେ ଏଇ ଶିବଙ୍କୁ ସେ ତାକୁ ଦେଲା, କହିଲେ ଏଇଟା ଦେହରେ ସବୁବେଳେ ରଖିବୁ ଏବଂ କେତେବେଳେ କାଢ଼ିବୁନି କି ଫୋପାଡ଼ିବୁନି। ଆଉ ମୁଁ କାହିଁ କାଢ଼ିବି? ଯୋଉଠି ଭାବିଲା ଇଏ ପଇସା ପତ୍ର ନେବ ବୋଲି ବୋଧେ ଏଇ ବେପାର କରୁଛି। ଆଉ କହିଲା ଏଇ କେତେ ପଇସା? ତାକୁ ଅନେଇଲା ଗାରେଇକି, କେତେ ପଇସା ତୋ ପାଖରେ ଅଛି, ତୁ ମୋତେ ଦେବୁ? ଗୋଟିଏ ପଇସା ବି ମୁଁ ନେବିନି, କେବଳ ତୁ ଏଇଟାକୁ ବେକରେ ପକେଇବୁ, ଏତିକି ପାଇଁ ଦେବି। ନା ଆଉ କେବେ ଭେଟ ହବ? ନା ଭେଟ ହେଇପାରେ, ତୁ ଆଜି ଘରକୁ ଯା। ସିଏ ଆଉ ଭେଟ ହେଇନି। ସେଟାକୁ କାର୍ତ୍ତିକ ମାସରେ ଏଇଗୁଡ଼ାକୁ ଗୋଟେ ମାଳି ଭିତରେ ପକେଇକିରି ତାର ହବିଷ କରେ।
ଏଇ ବର୍ଷ ଆଶ୍ରମରେ ହବିଷ କଲେ, ଏଇଆକୁ ଦେଖେଇଲେ, କହିଲେ ମୁଁ ତ ବୁଢ଼ୀ ହେଇଗଲିଣି, ଆଉ କେଇଟା ଦିନେ ମୁଁ ମରିଯିବି, ମୋର ତ ବୟସ ହେଇଗଲାଣି, ତେଣୁ ଆକୁ କାହାକୁ ଦେବି, ପୁଅକୁ ଦେବି କି ବୋହୂକୁ ଦେବି କି କାହାକୁ ଦେବି, ତାକୁ କିଏ ସଦ୍ବ୍ୟବହାର କରିବ କି ନ କରିବ ମୁଁ ଜାଣିବି କେମିତି? ତେଣୁ ତତେ ମୁଁ ଦେଇଦେଉଛି, ତୁ ତାକୁ ସବୁଦିନ ରଖା। ତେଣୁ ମାନିଲେ ଠାକୁର, ନ ମାନିଲେ କୁକୁର। ଯଦି ଆମେ ପ୍ରକୃତରେ ଠାକୁରଙ୍କ ପାଇଁ କିଛି କରିଥିବା, ଆମେ ଜନ୍ମ ହେଇଥିଲେ କାହା ଘରେ, କୋଉ ଗାଁରେ ଆମେ ଜନ୍ମ ହେଇଥିଲେ, ଆମ ପୁରୋହିତ ଆମକୁ ଅମୁକ ନାଁ ଦେଇଥିଲେ, ସେ ସବୁ ହଉଛି ମାୟା। କିଏ ଆମକୁ ଖାଇବାକୁ ଦେଇଥିଲେ, ସେ ବି ମାୟା। ସିଏ ଆମର ପୁଅ ହେଲେ, ଇଏ ଆମର ବୋହୂ ହେଲେ, ସିଏ ଆମର ଝିଅ ହେଲେ, ଇଏ ଆମର ଜ୍ୱାଇଁ ହେଲେ, ଇଏ ସବୁ ହଉଛି ମାୟା। କିନ୍ତୁ ଏକମାତ୍ର ସତ୍ୟ ହିଁ ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା। ଏକମାତ୍ର ସତ୍ୟ ହିଁ ଜଣେ। ସେ କେତେବେଳେ କେଉଁ ରୂପରେ ଆସିକିରି ଆମକୁ କ'ଣ ଦେଇକିରି ଯିବେ, ସେ କଥାଟା ଆମେ ବି କହିପାରିବାନି। ତେଣୁ ଗୁରୁଙ୍କର ସ୍ୱରୂପ ହେଉଛି ଦେଖି ନାହିଁ ଦେଖିଛି ମୁଁ ଗୁରୁ ଦେବଙ୍କୁ, ଦେଖିଲାଣି ଭଗବାନଙ୍କୁ, ଦେଖିଛି ମୁଁ ଗୁରୁ ଦେବଙ୍କୁ। ତାଙ୍କ ଦର୍ଶନ ମୋ ପାଇଁ ଉତ୍ତମ, ତାଙ୍କ ଦର୍ଶନ ମୋ ପାଇଁ ଉତ୍ତମ, ତାଙ୍କ ନାମେ ମୁଁ ହୋଇଛି ବିନାଶ। ଦେଖିଲେ ମୁଁ ଭଗବାନଙ୍କୁ, ଦେଖିଛି ମୁଁ ଗୁରୁ ଦେବଙ୍କୁ, ଦେଖିଲେ ମୁଁ ଭଗବାନଙ୍କୁ, ଦେଖିଛି ମୁଁ ଗୁରୁ ଦେବଙ୍କୁ। ଭଗବାନଙ୍କୁ କ'ଣ ଆପଣମାନେ ସବୁ ଦେଖିଛନ୍ତି? ଏଇଟା ବ୍ରହ୍ମପୁର ଅଞ୍ଚଳ, କାଳେ ଦେଖିଥିବେ, କ'ଣ କରୁଥିବେ। ଭଗବାନ 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 ସବୁବେଳେ ଆମେ ହଉଛୁ, ଆମେ କ'ଣ ତାଙ୍କୁ ଦେଖିଛେ? କିଏ କହିବ ହଁ ଟିକେ ମୁଁ ଦେଖିଲି ଯେ, କିନ୍ତୁ ପ୍ରକୃତରେ ଭଗବାନ ହେଉଛନ୍ତି ସଦ୍ଗୁରୁ। ଆମେ ଭଗବାନଙ୍କୁ ଦେଖିନୁ, କିନ୍ତୁ ଗୁରୁଙ୍କୁ ଦେଖିଛୁ। ଗୁରୁଙ୍କୁ ଦେଖିଛୁ ବୋଲି ଆମକୁ କୁହାଯାଇଛି ଗୁରୁ ସାକ୍ଷାତ ପରାଙ୍ଗର। ଅଚ୍ୟୁତୋର ବଦନ ବ୍ରହ୍ମା, ଦ୍ୱିବାହୋର ପରାହରି, ଅଭାଲୋଚନ ଶମ୍ଭୁ ଭଗବାନ ବାଦରାୟ। ସେ ହେଉଛନ୍ତି ସ୍ୱୟଂ ଶିବ, ସେ ହେଉଛନ୍ତି ବ୍ରହ୍ମା, ସେ ହେଉଛନ୍ତି ବିଷ୍ଣୁ। ତେଣୁ ଗୁରୁ ଶବ୍ଦ, ତାରି ଭିତରେ ଇଏ ଜଗତଟା ରହିଛି। ଗୁ କହିଲେ ଗୁଣ, ରୁ କହିଲେ ରୂପ। ଯେଉଁଠି ରୂପଟିଏ ଆପଣ ଦେଖୁଛନ୍ତି, ସେଠି ନିଶ୍ଚିତ ଭାବରେ ଗୁଣଟିଏ ଅଛି। ତେଣୁ ଗୁଣକୁ ଛାଡ଼ିକିରି ଯଦି ଆମେ, ଗୁଣ ଆଉ ରୂପକୁ ଛାଡ଼ିକିରି ଆମେ ଯଦି ବ୍ୟଭିଚାର ହେବା, ଆମେ ଯଦି ଗୁରୁ ନାମକୁ ବିଶ୍ୱାସ କରିବାନି କି ପଢ଼ିବାନି, ଯିଏ ଗୁରୁ ପୂଜା କରିବନି, ଗୁରୁଙ୍କୁ ଯିଏ ସ୍ମରଣ କରିବନି, ଗୁରୁଙ୍କର ଆଦେଶକୁ ଯିଏ
ସାମାନ୍ୟତମ ପାଳନ କରିବ ନାହିଁ ତାର ପରିଣାମ କ'ଣ ହେବ? ତା ପରିଣାମ କ'ଣ ରୋଗ ହେବ? ସେ ଅମୁକ ଏସବୁ ନୁହେଁ। ଗୁରୁ ଏସବୁ ଦିଅନ୍ତିନି। ଗୁରୁ ତମକୁ କ'ଣ ଗୋଟେ ଅଭିଶାପ ଦେବେ। ଯିଏ ପ୍ରକୃତରେ ଗୁରୁ ସେ କାହାକୁ ଅଭିଶାପ ଦିଅନ୍ତିନି। କିନ୍ତୁ କ'ଣ ସେ ଦେବେ ତମକୁ ଗୋଟିଏ ଭଲ ଜିନିଷ ଦେବେ। ଜନ୍ମ ଜନ୍ମ ଧରି ତୁମେ ତାଙ୍କୁ ଗୁରୁ ରୂପରେ ହିଁ ପାଇବ। ସିଏ ତମକୁ ଜନ୍ମ ଜନ୍ମ ଧରି ତମର ଯେଉଁ ବାଟ ତୁମେ ହୁଡ଼ି ଯାଉଛ ସେ ବାଟ ହୁଡ଼ାଟାକୁ ସେ ବନ୍ଦ କରେ। ବାବୁ ଏଇ ବାଟରେ ଯାଅ ନା ଏଇ ବାଟରେ ଯାଅ। ଆମର ସବୁ ଲୋକମାନଙ୍କର ଗୋଟେ ଅଛି ସବୁ ମାନେ ଠାକୁର ଘରେ ପୁଳାଏ ଖଣ୍ଡେ ଠାକୁର ଗୁରୁଦେବଙ୍କୁ ରଖିବେ। ତା ଭିତରେ ବି 20-30ଟା ଗୁରୁ। ତାର ମାନେ ହିଁ କିଛି ନାହିଁ। ତା ମାନେଟି ହେଉଛି କେବଳ ଇଏ କାଳେ ବର ଦେବେ, ସେ କାଳେ ବର ଦେବେ, ସେ କାଳେ ବର ଦେବେ। ଏଇଠି ଆପଣଙ୍କର ଭଗବତୀଙ୍କ ପାଖରେ ଯେତେବେଳେ ଆମର 2 ବର୍ଷ ନା 3 ବର୍ଷ ତଳେ ଗୋଟେ କାର୍ଯ୍ୟକ୍ରମ ଆମେ କରିଥିଲୁ, ମୁଁ ସେସବୁ କଥା କେଉଁଠି କିଛି ମନରେ ମୋର ଅହଙ୍କାର ମୁଁ କେବେ ବି ରଖେ ନାହିଁ। କେବେ ମଧ୍ୟ ମୁଁ କିଛି ମାଗେନି। ମୋର କିଛି ମାଗିବା ଦରକାର ନାହିଁ। ମୁଁ ଭାବେ ମୁଁ ଯାହା ତ ମାଗିବା କଥା ଜଣକୁ ମାଗିଛି, ଏତେ ଲୋକଙ୍କୁ କ'ଣ ମାଗିବି? ମୁଁ ଦର୍ଶନ କରେ। ଯଜ୍ଞର ଆୟୋଜନ ଚାଲିଛି। ଏଇସବୁ ବାବୁମାନେ ଯିଏ ବସିଛନ୍ତି ଏମାନେ ସବୁ ଲାଗିଛନ୍ତି। ଏଇ ଆମର ସଞ୍ଜୟ ଭାଇ ଯିଏ ବସିଛନ୍ତି ସେ ସ୍ୱପ୍ନରେ ଦେଖୁଛନ୍ତି 2 ଜଣ ସ୍ତ୍ରୀ ଲୋକ, ସଧବା ସ୍ତ୍ରୀ ଲୋକ ସେ ଗେଟ୍ ପାଖରେ ବସିଛନ୍ତି। ସେ ବସିକିରି କ'ଣ କହୁଛନ୍ତି? ବାବା ଯେଉଁ କାମଟା କଲେ ବହୁତ ବଢ଼ିଆ କାମ କଲେ। ମାନେ କି ସେ ବାବାଙ୍କୁ ଦେଖିଛନ୍ତି, ସେ ଦେଖିଥିବେ ଆଉ ଦେଖିନାହାନ୍ତି, ଦେଖିଥିବେ। ବାବା ଯେଉଁ କାମଟା ଏଠି କଲେ ଇଏ କାମଟା ବହୁତ ଭଲ କାମ। ଏତିକି କଥା ଯେତେବେଳେ ମୁଁ ଶୁଣିଲି ମୁଁ ତାହେଲେ ଏଇଠି ବହୁତ କାମ ହେବ ଆଉ ତାର ଇଚ୍ଛା ଅଛି ସେ ହେବ। ତେଣୁ ଆପଣମାନେ ତ ନିଜେ ସବୁ ଉପଭୋଗ କରିବେ। କେଉଁ କାମଟା ସେଠି ଗୋଟେ ବିରଜା କ'ଣ ହଁ ଏଇ ଯେଉଁ ହେଲା ଭଗବତ ଏ କାର୍ଯ୍ୟ କେଉଁଠି କିଛି କ'ଣ କେଉଁଠି ଅସୁବିଧା ହେଇଛି? କିଏ କେଉଁଠି ମାଡ଼ଗୋଳ କରୁଛନ୍ତି ନା କିଏ କେଉଁଠି ଖାଇଛନ୍ତି ନା ପିଇଛନ୍ତି? ସବୁ ଆନନ୍ଦରେ ହେଇକି ଚାଲିଗଲା। ତେଣୁ ସେଇ ସମର୍ପିତ ଭାବନାରେ ମଣିଷ ଜୀବନ କେତେଟି ଦିନ, ଯେତିକି ଦିନ ପାଇଁ ଆମେ ପୃଥିବୀକି ଆସିଛୁ ତାରି ଭିତରୁ ଗଲାଣି କେତେ ଦିନ, ତାକୁ ଗୋଟେ ହିସାବ କର। ଧର ମୁଁ 50 ବର୍ଷ ପାଇଁ ଆଇଛି, ମୋର ଗଲାଣି 25 ବର୍ଷ, ତାହେଲେ ଆଉ 25 ବର୍ଷ ମୁଁ ବଞ୍ଚିବି। ଯେଉଁ ଦୁନିଆ ଏଇଆ 50ରୁ 25 ଗଲା, ଆଉ 25 ରହିଲା। ତେଣୁ ଆମେ ସେଥିପାଇଁ ତତ୍ପର ହେଇ ଭଲ କାମ କରିବା ନା ସେ 25 ବର୍ଷ ତଳେ ଯାହା କରୁଥିଲେ ଓଇଖା ସେ ଆଉ କରିବା? ଉଣା ହେଉଛି ଦିନୁ ଦିନ ଆୟୁଷ, ଆଉ ଏଣିକି ଅଛି କେତେ ବୟସ, ଉଦ୍ଧାର ହେବୁ ଯେବେ ଭବ ସାଗରୁ, ଉପାୟ କରି ଭଜ ଏବେ ଶ୍ରୀଗୁରୁ। ଭୀମ ଭୋଇ କହିଲେ ଭଜରେ ଶ୍ରୀଗୁରୁ ପାଦ ନକରି ହେଳା, ଅଣହେଳା କଲେ ଭବେ ବୁଡ଼ିବ ବେଳା। ତେଣୁ ଏଇସବୁ କଥା ଆପଣମାନେ
ମନେ ରଖିବା ଉଚିତ। ସାଧୁ ସନ୍ଥ ମହାପୁରୁଷ ଏମାନଙ୍କୁ ଯେଉଁଠି ବି ଦେଖିବେ ଗୁରୁ ରୂପରେ ନମସ୍କାର କରିବେ ଏବଂ ସେଇ ଗୋଟେ ବନ୍ଦନା ଅଛି ଗୁରୁଙ୍କର ବନ୍ଦନାଟି ଗାଇଦେଲ ଜୟ ଜୟଣାକାର ଗୁରୁ ମୋର ନିୟ ପ୍ରଣାମ ଅଖଣ୍ଡ ମଣ୍ଡଳେ ବ୍ୟାପିତ ଚରାଚର ବ୍ରହ୍ମ ସାକାର ମୂରତି ଧରିତ ଭକ୍ତ ଉଦ୍ଧାରି ନିୟ ଶିଷ୍ୟ କରି ଭକ୍ତ ବୃନ୍ଦଙ୍କୁ କରା ମୁକ୍ତି କରାଅ ତୁମ୍ଭର ବଚନ ମୋହର ମନ୍ତ୍ର ପରାଟଇ ତୁମ୍ଭର ମୂରତି ମୋହର ପୂଜା କରିବା ପାଇଁ ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ ଗୁରୁ ପ୍ରାଣ ରହିତ ହରେ ରାମ କୃଷ୍ଣ ମୂରତି ହରି ପାପ ପୁନାଶ ହେତୁ ମୋକେ ମନ୍ତେ ରହିବ ପ୍ରଭୁ ଗୁରୁ ହୋ ବ୍ରହ୍ମ ଯେ ପରିଶ୍ରଣେ ମୁଁ ନ ଛାଡ଼େ ମୋର ଗୁରୁଙ୍କ ନାମ ସେତିକି ମୋ ସେତିକି ସାଉ ସାଉ ମନରେ ରହି ନାମ କୃଷ୍ଣରେ ମୁଁ ନ ଛାଡ଼େ ଏହି ଆଜ୍ଞା ମାଗଇ ପାଗଳା ରାତିବ ପ୍ରତିଟି ଗୁରୁ ଦୃଷ୍ଟି ରଖିବ ପ୍ରାଣ ପ୍ରୟାଣର କାଳକୁ ମୋତେ ଚେତାଇ ଦେବ ଏ ହେଉଛି ଗୁରୁ ବନ୍ଦନା। ଆମେ ବର୍ତ୍ତମାନ ଆମ କଣ୍ଠରେ ସ୍ୱର ଅଛି, ହାତରେ ଗିନି ଅଛି, ମୃଦଙ୍ଗ ଅଛି, ଆମେ ବହୁତ ଜୋରରେ ଗାଇଲେ, କିନ୍ତୁ ପ୍ରକୃତରେ ଏଇ ପ୍ରାର୍ଥନାଟି ଆପଣମାନେ କରନ୍ତୁ। ଜୀବନର ଶେଷ ମୁହୂର୍ତ୍ତରେ ଆମର ନିର୍ମାଲ୍ୟ ପାଣି ଆମେ ପାଇବୁ ନ ପାଇବୁ, କିଏ ଦବ ନ ଦବ, ସେଥିରୁ କ'ଣ ମିଳିବ? ନିର୍ମଳ ଶବ୍ଦର ଅର୍ଥ ହେଉଛି ପବିତ୍ର, ଗୋଟେ ପବିତ୍ର ଅନ୍ନ। ତେଣୁ ମୋଟାମୋଟି କଥା ଯେ ଗୁରୁଙ୍କର ମନ୍ତ୍ର ହେଉଛି ସର୍ବଶ୍ରେଷ୍ଠ କୈବଲ୍ୟ ଏବଂ ନିର୍ମାଲ୍ୟ। ସେଇ ନିର୍ମାଲ୍ୟ ପାଇ ଇଏ ଧରାରୁ ଆମକୁ ଯିବା, ଆମେ ନିଶ୍ଚୟ ଯିବା। ଆଉ ଏଠି ଯିଏ ବଇଛ, ଆମେ ଏଠି ବଇଛେ, ଆମେ ତ ନିଶ୍ଚୟ ଯିବା। ଯିବାଟା ନିଶ୍ଚିତ, ତାହେଲେ ଆମେ ନିଜକୁ ସମୀକ୍ଷା କରିବାଟା ମଧ୍ୟ ଆହୁରି ନିଶ୍ଚିତ। ଆଉ ଏଇ ଯେଉଁ ସଂସାରରେ ତାର ମୋର ଏଇ ସବୁ ଯେଉଁ ହେଉଛନ୍ତି, ସେଗୁଡ଼ା କେବଳ ଜୁଆ ଖେଳ ସହିତ ସମାନ, ଆର କିଛି ମୂଲ୍ୟ ନାହିଁ। ତମକୁ ଭଗବାନ ଗୋଟେ ଦାୟିତ୍ୱ ଦେଇଛନ୍ତି, ଏଇ ପରିବାରଟି ତମର କି ଆଉ ଯେଉଁ ପରିବାରଟି ତମର। ଏଠି ଯେଉଁମାନେ ଅଛନ୍ତି, ପିମ୍ପୁଡ଼ି ଜନ୍ଦାଙ୍କ ଠାରୁ ଆରମ୍ଭ କରି ବାପ ମା ଭାଇ ବନ୍ଧୁ କୁଟୁମ୍ବ ବନ୍ଧୁ, ଇଏ ସମସ୍ତଙ୍କର ଦାୟିତ୍ୱ ମୋର। ସେତିକି ଦାୟିତ୍ୱ ଯଦି ଜୀବନରେ ଆମେ ଶ୍ରଦ୍ଧାର ସହିତ କରିପାରିବା, ତାହେଲେ ଜୀବନ ସାର୍ଥକ ହେବ ଏବଂ ପରଧର୍ମ ପୁଣି ଆମ ପାଇଁ ଗୋଟିଏ ସୁନ୍ଦର ରୂପ ହେଇ ପୁଣି ଆସିବ। ଏଠି କଥା କହିଲି, ନାମ